ବାଉଁଶବିଲା ପଞ୍ଚାୟତର ବିଭିନ୍ନ ଗାଁରେ 30ରୁ ଊର୍ଦ୍ଧ୍ୱ ହାତୀପଲ ଆତଙ୍କ ବ୍ୟାପକ ଫସଲ ହାନି ସହ ଜଣେ ମୃତ। ଗତକାଲି ମଧ୍ୟରାତ୍ରିରୁ ବାରିପଦା ସଦର ଥାନା ଅନ୍ତର୍ଗତ ବାଉଁଶବିଲା ପଞ୍ଚାୟତର ବିଭିନ୍ନ ଗାଁରେ 30ରୁ ଊର୍ଦ୍ଧ୍ୱ ହାତୀପଲ ଆତଙ୍କ ଖେଳାଇ ଦେଇଛି। ଶନିବାର ସକାଳୁ ଦାଡୁଦୁଡ ଗ୍ରାମର ମଧୁସୂଦନ ପାଣ୍ଡେ ନାମକ ଜଣେ ବ୍ୟକ୍ତି ଶୌଚ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ସେପଟେ ଏହି ପଞ୍ଚାୟତର ବିଭିନ୍ନ ଗାଁରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବାର ଦେଖିବାକୁ ମିଳିଛି। ମୁଁ ଆସିଥିଲି ଏପଟେ ଆପଣଙ୍କର ହାତୀ ଦେଖିବାକୁ। କ'ଣ ଜଣେ ଲୋକ କ'ଣ ଏପଟେ ଆପଣଙ୍କର ଏପଟୁ ହାତୀ ଗୁଡ଼େଇ ଗୁଡ଼େଇ ଆଣୁଥିଲେ। ଆଉ ଆମର ସେ ଭାଇଟା ଏଠି ଝାଡ଼ା ଫେରତେ ବସୁଥିଲେ। କି ତାଙ୍କ ନାମ? ମଧୁସୂଦନ ପାଣ୍ଡେ। ଆଚ୍ଛା, କ'ଣ ହେଲା ତାପରେ? ସେଆଡ଼ୁ ହାତୀ ପାରି ଯାଇଛି ସେପଟୁ। ସେମାନେ କେତେ ହାତୀ ଥିଲେ? 5ଟା ନା କେତେ? 4-5ଟା। ବର୍ତ୍ତମାନ 5ଟା ଥିଲେ। ଆଗରୁ ସେପଟୁ ଗୁଡେଇ ଆସିକି ତାକୁ ସେତେବେଳେ ହିଡ଼ଟାରେ ଏମିତି ହେଇକି ଉଠୁଥିଲେ। ତାପରେ ସୁଣ୍ଡରେ ତାକୁ ଟାଣି ଆଣିଛି, କଚାଡ଼ି ଦେଇଛନ୍ତି। ମାନେ ମାରିବା ପାଇଁ ପୁରା ରେଡି ହେଇଯାଇଥିଲେ। ସେ ଟାଇମରେ ମୁଁ ଗୋଟେ ଟେକା ମାରିଥିଲି। ଆଚ୍ଛା, ଟେକା ମାରିଦେଲା ପରେ ସେ ଛାଡ଼ି ଦେଇଛି। ତାଙ୍କ ଅବସ୍ଥା ଏଇନା କେମିତି? ଅବସ୍ଥା ମାନେ ସେ ପାକ୍ କରୁଛନ୍ତି। କିସ ହେଇଛି ପୁରା ଡିଟେଲ୍ସ ମୁଁ ଜାଣିନି, ବୋହିକି ଆଣିଛି। ତାପରେ ଏଇନା ବର୍ତ୍ତମାନ ଆମ୍ବୁଲାନ୍ସରେ ନେଇଗଲେ। ସକାଳୁ କିସ ଆହୁରି ହାତୀ ଯାଇଥିଲେ? ଆହୁରି 33ଟା ଆଗରୁ ପଳେଇଲେ। 33ଟା ଆଗରୁ ଯାଇଛନ୍ତି ସେଇ ରାସ୍ତାରେ। ଆଉ ଥରେ ପ୍ରାୟ ରାତି 12ଟାରୁ ଆମର ବାଉଁଶବିଲା ଗ୍ରାମ ପଞ୍ଚାୟତକୁ ପୁରା 30ଟା ଖଣ୍ଡା ହାତୀ ପୁରା ଘେରିକି ରହିଥିଲେ। ଜଣକୁ ଝାଡ଼ା ଯିବା ଅବସ୍ଥାରେ ପୁରା ମାରି ଦେଇଛନ୍ତି ତାଙ୍କୁ। ତାର ବହୁତ ଚାଷ ଜମି ନଷ୍ଟ କରିଦେଇଛନ୍ତି। ବହୁ ଲୋକଙ୍କର ଚାଷ ଯୋଉ ଧାନ ରଖିଥିଲେ ଘରେ ପଶି ପଶି ଖାଇକି ପୁରା ନଷ୍ଟ କରିଦେଇଛନ୍ତି ବହୁ ଜଣଙ୍କର। ଆଉ ପ୍ରଶାସନ ଟିକେ ବିଫଳ ଅଛନ୍ତି। ଆଉ ଆମେ ଡାକିଥିଲୁ, କିନ୍ତୁ ରାତି 12ଟାରୁ ଆସିଛନ୍ତି, କିନ୍ତୁ ପ୍ରଶାସନ ସକାଳ 5ଟାରେ ଯାଇ ତାଙ୍କର ଦେଖା ହେଲା। ବିଫଳ ଅଛନ୍ତି। ବହୁତ ଭୟଭୀତ ଲାଗୁଛି। ଆଗରୁ 2-3 ଥର ବି ଆସିଛନ୍ତି। ଏଥର କିନ୍ତୁ 30ଟା ହାତୀ ଆସିକି ପୁରା ନଷ୍ଟ କରିଦେଇଛନ୍ତି। ତାଙ୍କୁ ବର୍ତ୍ତମାନ ମେଡିକାଲ ନିଆଯାଇଛି। ଗୁରୁତର ଅବସ୍ଥାରେ ପୁରା ଅଛନ୍ତି ସେ।